पंडित बोली किए डाकुची कर्मचारी दल किया करी नित्य कर्मचारी दल किया कर किए पर जाऊची किए डाकुची विष्णु पंडित बोली किए डाकुची बर कन्या शुभ मेळक गणपचारा जटक बर कन्या शुभ मेळक गणपचारा जटक भाग्यराशि फल कहू बाची किए डाकुची विष्णु पंडित बोली किए डाकुची विवाह व्रत नूतन गृह पानी पाई पड़िले पुह विवाह व्रत नूतन गृह पानी पाई पड़िले पुह जमी भूमि की नाम तर गुणा जमी भूमि की नाम तर गुण जामु कही सत होइछि किए डाकुछि विष्णु पंडित बोली किए डाकुछि नाम यज्ञ दीक्षा ग्रहण विद्या शिक्षा नाम करण नाम यज्ञ दीक्षा ग्रहण विद्या शिक्षा नाम करण मंदिर प्रतिष्ठा देवता गठन मंदिर प्रतिष्ठा देवता गठन शास्त्र मते सबु खड़ी काढुची किए डाकुची विष्णु पंडित बोली किए डाकुची चिते द्याई मल्लिकेश्वर सभा मध्ये हजर चिते द्याई मल्लिकेश्वर सभा मध्ये हजर टीका जवलीन पुछन्ति सतर टीका जवलीन पुछन्ति सतर किते हळधर पद जोडुछि किए डाकुछि विष्णु पंडित बोली किए डाकुछि ओहो मनीष केन घर बाहला जे एपर्यंत खड़ी जान बोले हेलानी आ पंडित मासे नमस्कार नमस्कार आयुष्मान बाबा आयुष्मान बाबा अरे बाबा हां पछुर काई डाकिल रे काई डाकिली बोले हां एठी हमर गोटे मणि मां का महंतर पूजा करिवो हां तेनु करी टिके शोभा शोभा देखिबा बोली डाकिली अरे बाबा हां शोभा शोभा देखिबा हां और ताहले का ना देखु कहलो हम साहुकार में ना देखिबे तो सागर नाडा कहलो हम साहुकार में ना हैला रंजन दास मंगल राप रंजन दास ओहो रंजन दास रे हां और ताहले देखि दबा देखंतु र रा री रु रे हां
ତ ତା ତି ତୁ ତେ ବୁଝିଲା ପ ତମ ସାଗର ତୁଳା ରାଶି ହଁ ଶୁଭ ଶୁଭ ଦେଖନ୍ତୁ। ଆରେ ଆମ ଶୁଭ ଶୁଭଟା ଦେଖିଲା ଦେଖନ୍ତୁ। ବୁଝିଲା ପ ମେଷର ହେଲା ଗୌଡ଼ରେ ବୃଷର ହେଲା ଗାଈ ଗୋଠରେ ହଁ ମିଥୁନ ହେଲା ବମ୍ବେରେ କର୍କଟ ହେଲା ଗାତରେ ବୁଝିଲା ପ ତୁଳାର ହେଲା ଗଛରେ ତମ ସାଗର ଶୁଭ ଶୁଭ ଲଗ୍ନ ସୁଜୁନି ନା ତାହେଲେ କଣ କରିବାକୁ ହବ? ଆରେ ପ ୟାର ପ୍ରତିକାର ଅଛି ହଁ କାଇଁ କହିଲ? ତମ ସାଗରଙ୍କୁ କହିବୁ କିଛି ବୁଲା କୁକୁରଙ୍କୁ କ୍ଷୀର ଦହି ରୁଟି ମହୁ କଦଳୀ ଏସବୁ ଖାଇବାକୁ ଦେଲେ ତମ ସାଗରଙ୍କ ଗ୍ରହ ପିଡା ଖଣ୍ଡନ ହବ। ଏସବୁ ଖାଇବାକୁ ଦେଲେ ସାହୁକାରଙ୍କର ଗ୍ରହ ପିଡା ଖଣ୍ଡନ ହବ। ବୁଝିଲା ପ ତମ ସାଗରଙ୍କୁ କହିବୁ କଣ ବୋଲି? ଏଇ ମନ୍ତ୍ର 21 ଦିନ ଯାଇ ଜପ କରିବ। କୋଉ ମନ୍ତ୍ର? ଓମ୍ ବିଶ୍ୱ ବନ୍ଦନାୟ ନମଃ। ଏହି ମନ୍ତ୍ର ଜପ କଲେ ତମ ସାଗରଙ୍କ ଗ୍ରହ ପିଡା ଖଣ୍ଡନ ହବ। ଗ୍ରହ ପିଡା ଖଣ୍ଡନ ହବ। ହେଲେ ଆଉ ଆମ ସାହୁକାରଙ୍କୁ ତ ସୁଝିଲାନି। ମୁଁ ତ ସେ ଜମିର ହଳିଆ ପିଲା। ଆପଣ ଟିକେ ମୋ ନାଁରେ ଦେଖିଲେ ହବନି କି? ଆରେ ଆପ କାହିଁକି ହବନି? ହବ ଅବଶ୍ୟ ହବ। ତାହେଲେ ମୋ ନାଁରେ ଦେଖନ୍ତୁ। ତାହେଲେ ତ ନାଟକ ମୋ ନାଁ ବନମାଳୀ। କଣ କହିଲି ଆପ? ବନମାଳୀ। ଓହୋ ବନମାଳୀ ରେ ଆଉ ତାହେଲେ ଦେଖିଦବା ବ ବା ବି bu ବେ ତ ତା ତି ତୁ ତେ ବୁଝିଲା ପ ତୋର ବୃଷ ରାଶି ଆପଣଙ୍କୁ କିଛି ଆସୁନି? କଣ ଜାଣିନି ରେ? କିଛି ଜାଣିନାହାନ୍ତି? ମୁଁ ତ କାଲି ସେ ବ୍ରାହ୍ମଣ ଭାଇମାନଙ୍କ ପାଖକୁ ଯାଇଥିଲି। ସେ କହୁଥିଲେ ମୋ ରାଶି କୁଆଡେ ଷଣ୍ଢ ରାଶି, ଆପଣ କହୁଛନ୍ତି ବୃଷଭ ରାଶି ବୋଲି। ଆରେ ଷଣ୍ଢ ସେଟା ବୃଷ ସେଇଟା ଷଣ୍ଢ ସେଟା ନାଇଁ ଆପଣ ଜାଣିନାହାନ୍ତି? ପଚାରୁନ ଲୋକାନ ହେ ଭାଇ ଷଣ୍ଢ ଯୋଉଟା ବୃଷଭ ସେଇଟା କି? କୁହନ୍ତୁ। ଆରେ ଆପ ଶୁଭ ଶୁଭଟା ଦେଖନ୍ତୁ। ବୁଝିଲା ପ ମେଷର ହେଲା ଗୌଡ଼ ଘରେ ବୃଷର ହେଲା ଗାଈ ଗୋଠରେ ତତେ ପୁରା 16 ସୁଜୁଛି। ତାହେଲେ ମୁଁ ଏ ବର୍ଷର ମହାନ୍ତର ପୂଜା କରିପାରିବି ନା? ଆରେ ଆପ ତୁ ମୁଠି ମନ୍ତ୍ର ଅନୁକୂଳ କଲେ ଅବଶ୍ୟ ହବ। ହଉ ଆପଣଙ୍କର ଦକ୍ଷିଣା କଣ ନେବେ କହିଲେ? ଆରେ ଆପ ବସ୍ତ୍ର ହଳେ ଆଉ 551 ଟଙ୍କା। ବସ୍ତ୍ର ହଳେ 551 ଟଙ୍କା। ଏ ପଦେ କଥାକୁ ଆରେ ଆପ ଦେଖୁଛି ତ ଏତେ ବଡ ଖରାରେ ବୁଲି ଆସିକି ଖଡିବାନି ଦେଖୁଛି ଆଉ 551 ଟଙ୍କା ବସ୍ତ୍ର ହଳେ ନେବିନି? ଦବା ଯେ ଏ କାର୍ଯ୍ୟ ଚାଲିଛି। ଆପଣ ଘରକୁ ଯାଆନ୍ତୁ। ଏ କାର୍ଯ୍ୟ ସରିଲେ ମୁଁ ଆପଣଙ୍କ ପାଖକୁ ନେଇକି ଯିବି। ଆରେ ଆପ ସତର ଦବୁ ତ? ନିଶ୍ଚୟ ଦେବି। ନହେଲେ ବ୍ରାହ୍ମଣ ଲୋକ ଅଭିଶାପ କରିବେ। ନାଇଁ ଆପଣଙ୍କ ପଇସା ରଖିବିନି। ଆପଣ ଏବେ ଯାଆନ୍ତୁ। ତାହେଲେ ଯାଉଛି।